ମନେ କରାଯାଉ ଗଛ ସୃଷ୍ଟି ହେଇଛି, ତାର କର୍ମ କ'ଣ? ତାର ବି କର୍ମ ଅଛି। ସେ ଛାଇ ଦେବ, ସେ ଫଳ ଦେବ, ଫୁଲ ଦେବ, ମହୁ ଦେବ, ସୁଗନ୍ଧ ଦେବ, ସୁବାସ ଦେବ। ସିଏ ହେଉଛି ତାର କର୍ମ। ପୃଥିବୀରେ ଏମିତି ଗୋଟିଏ ଦ୍ରବ୍ୟ ନାହିଁ ବା ଜୀବନ ନାହିଁ ଯେଉଁ ଜୀବନ ବିନା ଉପକାରରେ ବା ବିନା ଉପକାର ନଥାଇ ସେ ଜନ୍ମ ହେଇଛି। ଆପଣ ମନେ ପକେଇକି କହିବେ। ସେଠୁ ଆପଣ କହିବେ ବିଷ କ'ଣ ସୃଷ୍ଟି ହେଇଛି ମଣିଷକୁ ମାରିବା ପାଇଁ? ତେଣୁ ବିଶ୍ୱର ବି ଏମିତି ଗୋଟିଏ ଶକ୍ତି ରହିଛି। ଆପଣ ତାକୁ ଜହର ବୋଲି କହୁଛନ୍ତି। ତାକୁ ପିଇଲେ ମଣିଷ ମରିବ। ମଣିଷଟା ମୋଟା ସୋଟା ହେଇ ଅତି ସୁନ୍ଦର ଦେଖାଯାଉଛି, କିନ୍ତୁ ବିଷ ଗୋଟେ ବୋତଲରେ ଅଛି। ତାର ଗୋଟେ କ'ଣ ରାଗ ହେଲା, ସେ ବିଷକୁ ପିଇଦେଲା। ତେଣୁ ଗୋଟେ ଛୋଟିଆ ଡବା ଭିତରେ କି ବୋତଲ ଭିତରେ ଥିବା ଗୋଟେ କ୍ଷୁଦ୍ର ମାନେ ଔଷଧ ବିଷ, ତାକୁ ପିଇବା ମାତ୍ରକେ ଗୋଟାଏ ଦିବ୍ୟ ଜ୍ଞାନ ବୋଲି ଯାହାକୁ କୁହାଯାଉଛି। ମଣିଷ ଗୋଟାଏ ଦିବ୍ୟ ଜ୍ଞାନର ପ୍ରତୀକ, ମଣିଷ ଦିବ୍ୟ ଚିନ୍ତାର ପ୍ରତୀକ। ସିଏ 10-15 ମିନିଟ୍ ଭିତରେ ମରିଯିବ, କିମ୍ବା ଘଣ୍ଟା 2 ଘଣ୍ଟା ଭିତରେ ମରିଯିବ। ଏମିତି ଦିନେ ଓଳିଏ ବି ରହିପାରେ। ଆଉ କିଛି ଲୋକ ବି ଭଲ ବି ହେଇପାରନ୍ତି ଭଲ ଭାବେ ଔଷଧରେ। ତେଣୁ ବିନା କର୍ମରେ କୌଣସି ଦ୍ରବ୍ୟ ଇଏ ପୃଥିବୀରେ ଜନ୍ମ ଆଜି ପର୍ଯ୍ୟନ୍ତ ହେଇନାହାନ୍ତି। ସେଥିପାଇଁ ଭାଗବତରେ କହିଲେ ଭୋଦେବ କର୍ମପାଦ ସେବ। କର୍ମକୁ ସର୍ବପ୍ରଥମେ ପୂଜା କରିବା ଦରକାର। ରାତି ପାଇଲେ କର୍ମ ଖୋଜ। ଖାଲି କର୍ମକୁ ଖୋଜିଲେ ହେବନି, ପୁଣି କର୍ମକୁ ନିର୍ବାଚିତ କର। କେଉଁ କର୍ମଟା କଲେ ମୁଁ ବଞ୍ଚିପାରିବି? ମନେ କରାଯାଉ ଆପଣଙ୍କ ଘରେ ଆପଣ କିଛି ଚାକିରି କରିନାହାନ୍ତି, ଆପଣଙ୍କର ଜମିବାଡ଼ି ନାହିଁ, ଚାଷ କରିନାହାନ୍ତି, ବାଡ଼ିରେ ଗୋଟେ ଛୋଟ ଜାଗା ଅଛି। ସେଇଟା କ'ଣ ଆପଣଙ୍କ ଦୃଷ୍ଟିରେ ପଡ଼ୁନି? ସେଇଠି ଯଦି ଗୋଟେ କୋଦାଳ ଧରିକିରି ଟିକେ ହଣାହଣି କରିଦେବ, ଶାଗ ପଟାଳିଏ ବୁଣିଦେବ, ସେ ଶାଗ ଆପଣଙ୍କୁ ସ୍ୱାଦ ଦେବ, ସଦ୍ଗୁଣ ଦେବ, ବଞ୍ଚିବା ପାଇଁ ମଧ୍ୟ ଆପଣଙ୍କୁ ରାହା ଦେବ। ତେଣୁ ସେଥିପାଇଁ କୁହାଗଲା ଭୋଦେବ କର୍ମପାଦ। ଇଏ ଏଡ଼େ ବଡ଼ ଦୁନିଆରେ ଅଲକ୍ଷଣା କେହି ନାହାନ୍ତି। ଅଲକ୍ଷଣା ଯଦି କାହାକୁ କୁହାଯାଏ, ଯିଏ କର୍ମ ଭୀରୁ, ଯିଏ ଜୀବନରେ କର୍ମ କରେ ନା, କର୍ମ କରିବା ପାଇଁ ତାର ଆଗ୍ରହ ନଥାଏ, କର୍ମ କରିବାକୁ କର୍ମକୁ ଠକେ, ସିଏ ଲୋକଟି ହେଉଛି ଅଲକ୍ଷଣା। ସିଏ ଲୋକଟିର ମୁହଁ ଚାହିଁଲେ ଲକ୍ଷ୍ମୀ ମଧ୍ୟ ସେଠି ରହିବେନି। ଇଏ ହେଉଛି ଗୋଟିଏ କଥା। ଇଏ ହେଉଛି କ କହିଲେ କର୍ମ। ସେଇ କର ଅନ୍ୟାର୍ଥଟା ହେଉଛି ମସ୍ତକ। ବୁଦ୍ଧି ବିବେକ ଯାହା କରୁଛ କର, ବୁଦ୍ଧି ବିବେକ ବିଚାର ଜ୍ଞାନ ଶୃଙ୍ଖଳା ସଂଯମତା
ବଡ଼ ହେଲେ ପଚାରି ବିଚାରି, ସାନ ହେଲେ ପଚାରି, ଏମିତି ଭାବରେ କାମ କଲେ ତାହେଲେ ଆମେ କର୍ମମୟ ଜଗତରେ ଆମେ ନିଶ୍ଚିତ ଭାବରେ ସେ ପରୀକ୍ଷାରୁ ଆମେ ଉତ୍ତୀର୍ଣ୍ଣ ହେବା। ଇଏ ହେଉଛି ଆ କହିଲେ କାର ଦ୍ୱିତୀୟ ଅକ୍ଷରଟି ହେଉଛି ଆ କହିଲେ ତୁମେ କାମ କରୁଛ, କାହା ପାଇଁ କରୁଛ? ଯଦି ଗୋଟାଏ ଲୋକ ଆଜି ପ୍ରଭାତରେ ଗୋଟିଏ ଲୋକ ଆସିଥିଲା, ସେ ଲୋକଟି ଭଲ ପଇସା ରୋଜଗାର କରେ। ତାର କ'ଣ ଦୋକାନ ଗୋଟେ ଅଛି, ସେ ଭଲ ପଇସା ରୋଜଗାର କରେ। ଦୋକାନ କରିକି କ'ଣ କରେ ନା, ମୋତେ ଯିଏ ଯାହା ମାଗେ ମୁଁ ସବୁ ଦେଇଦିଏ। ତୁମେ ପଇସା ରୋଜଗାର କଲ, ଯିଏ ଯାହା ମାଗିଲା ସବୁ ଦେଇଗଲ ନା। କିଏ କହିଲା ମୋର ବାହାଘର ହେଇପାରୁନି, ଦେଇଦେଲି। କିଏ କହିଲା ମୋ ଦେହ ଖରାପ ହେଇକି ମେଡ଼ିକାଲ ପାଇକି ଦେଇଦେଲି। କିଏ କହିଲା ମୋର ଖାଇବାକୁ ନାହିଁ, ମୁଁ ଦେଇଦେଲି। ବର୍ତ୍ତମାନ କ'ଣ ହେଉଛି? ବର୍ତ୍ତମାନ ତୁମେ କେମିତି ଅଛ? ନା ବର୍ତ୍ତମାନ ଖାଇବାକୁ ପାଉନି। ତମକୁ କେହି ଦେଉନାହାନ୍ତି? ନା ନାଇଁ, ମୋତେ ଆଉ କେହି ଦେଉନାହାନ୍ତି, ମୁଁ ଆଉ କିଛି ମିଳୁନି, ବଡ଼ କଷ୍ଟରେ ମୁଁ ଅଛି। ଆଉ ଦୋକାନ ବି ତ ଭଲ ଚାଲୁନାହିଁ। ଆଉ ଦୋକାନଟା ମୋର ଭଲ ଚାଲୁନି, ମୁଁ ଚଳିବି କେମିତି? ମୁଁ ତାଙ୍କୁ ଗୋଟିଏ କଥା କହିଲି, ସବୁବେଳେ ମନେ ରଖିଥିବ, କର୍ମ ଅଧିକ ଯେ ଲୋଡ଼ନ୍ତି ଚୋର ସମାନ ଦଣ୍ଡ ପାଆନ୍ତି। ଇଏ ଗୋଟିଏ ପଦ ଭାଗବତରେ ଅଛି। କିନ୍ତୁ ସେଇ ଭାଗବତରେ ଆଉ ଗୋଟିଏ ପଦ ଅଛି, କର୍ମ କରିବ ନାନା ମତେ ଫଳିବ କର୍ମ ରାୟ। ପରର ଉପକାର କର, ନିଜେ ଶାନ୍ତିରେ ବଞ୍ଚ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ଭାଗବତର ରାଜା ଶିବୀଙ୍କ ଉପାଖ୍ୟାନ ଆପଣମାନେ ପଢ଼ିଲେ ଜାଣିପାରିବେ। ଶିବୀଙ୍କର ଜୀବନ ଗଲା ସବୁ ଦାନ କରି 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 ଶେଷରେ ଏମିତି ଦାନ କଲେ ଯେ ସେ ଯୋଗୁଁ ପାଣି ଟୋପାଏ ପିଇବା ପାଇଁ ବସିଛନ୍ତି, ଜଣେ କିଏ ମାଗିଲା ତାକୁ ବି ଦାନ କରିଦେଲେ, ଆଉ ଠକିରି ପଡ଼ିକି ମଲେ। ଆଉ ଭାଗବତ ବ୍ୟାଖ୍ୟାକାର ମାନେ ଏ ସବଜେକ୍ଟକୁ ଗୋଟେ ସୁନ୍ଦର ଭାବରେ ଗୋଟେ ଦାନର ମାହାତ୍ମ୍ୟ ସମ୍ବନ୍ଧରେ କହନ୍ତି। କିନ୍ତୁ ମୋ ପାଖରେ ସେ କଥାଟା ଠିକ୍ ଚାଲେନି। ମୁଁ ସେ କଥାକୁ ସମ୍ମାନ ଦିଏ ନା, ଏମିତି ଦାନ କର ନା। ମୁଁ ଗୋଟେ କଥା କହିଲି, ପ୍ରଥମେ ଯେ କର୍ମୀ ଲୋକ ସେ ପ୍ରଥମେ ଜାଣିବ ସମୟାନୁବର୍ତ୍ତିତା, ଠିକ୍ ସମୟରେ କାମ କରିବ। ଦ୍ୱିତୀୟରେ ଲୋକ ସମ୍ପର୍କ, ଲୋକଙ୍କ ସହିତ ସମ୍ପର୍କ ରଖିବ। ତୃତୀୟରେ ତମ ପାଖରେ ଯେଉଁ ଗଚ୍ଛିତ ଧନ ଅଛି, ତୁମେ ତାର ଓନର ବୋଲି, ମାଲିକ ବୋଲି ଭାବିବନି। ତୁମେ ଭାବିବ ମୁଁ ହେଉଛି ସେ ପୁଞ୍ଜିର, ମୁଁ ହେଉଛି ଜଣେ ସର୍ଭ୍ୟାଣ୍ଟ, ମୁଁ ଜଣେ ସେବକ, ଚାକର। ତମେ ବି ଦରମା ଫିକ୍ସ କରିବ, ମୁଁ ଏତିକି ଦରମା ନେଇକି ମୋ ସଂସାର ଚଳେଇବି। ଯଦି ବି କେତେବେଳେ ଅଭାବ ପଇଲା, ସେଇ ଷ୍ଟକରୁ କିଛି ପଇସା ଦେଇ ନେଲ, ଧାର ନେବ, ତାକୁ ପୁଣି ସୁଝିବ, ତାହେଲେ ବ୍ୟବସାୟ ଚାଲିବ। ଏଇଭଳି ଭାବରେ କାହା ପାଇଁ ତୁମେ କାର୍ଯ୍ୟ କରୁଛ? ନିଜେ ଖାଇ ପିଇକିରି ଭଲରେ ରହିବା ପାଇଁ କରୁଛ? ଆତ୍ମୀୟ ସ୍ୱଜନଙ୍କ ପାଇଁ କରୁଛ? ଆତ୍ମୀୟ ସ୍ୱଜନ କହିଲେ କେବଳ ପୁଅ ଝିଅ ଭିତରେ ସୀମିତ ନୁହେଁ। ଏ ସଂସାରରେ ଆମକୁ ଯିଏ ଭଲ ପାଉଛି, ଆମେ ଯାହାକୁ ଭଲ ପାଉଛୁ,
ସେ ଭଲ ଲୋକ ହେଇଥିବ, ଖଳ ଲୋକ ହେଇନଥିବ, ପିଛୁଆ ଲୋକ ହେଇନଥିବ, ସେ ଆମର ଆତ୍ମୀୟ ସ୍ୱଜନ। ତେଣୁ କା ଅକ୍ଷରଟି କେତେ ସୁନ୍ଦର ମନ୍ତ୍ର। ଆମେ ତ ଗୁଡ଼ାଏ ମନ୍ତ୍ର ପଢ଼ୁଛୁ। କା ପରେ ଗୋଟିଏ ଅଛି ଳି, ତାକୁ ଲି ବୋଲି କୁହାଯାଉଛି। ଲଟି କ'ଣ? ଯୋଉଠିକି ଯାଅ, ଯାହା କିଛି କରୁଛ କର, ଯୋଉଠି ଥାଅ, କିନ୍ତୁ ସବୁବେଳେ ମନେ ରଖ ତୁମର ସମ୍ମୁଖରେ ପଶ୍ଚାତରେ ତୁମର ଲକ୍ଷ୍ୟ ପଥରେ ଅଲକ୍ଷ୍ୟ ପଥରେ ତୁମେ ଯାହା ଜାଣିଛ, ତୁମେ ଯାହା ଜାଣିନା, ଜଣେ କେହି ମାଲିକ ଅଛନ୍ତି। ମୁଁ ତାଙ୍କୁ ଦେଖିନି, କିନ୍ତୁ ସେ ଅଛନ୍ତି। ସେ ନଥିଲେ ଏତେ ଦିନ ପର୍ଯ୍ୟନ୍ତ ସେ କଥାଟା ଚାଲିପାରିନଥାନ୍ତା। এটা 5-10 ବର୍ଷ ପରେ ବନ୍ଦ ହେଇଗଲା। ହଜାର ହଜାର ବର୍ଷ ଧରି ମଣିଷ କହି ଚାଲିଛି ଏ ଦୁନିଆରେ ଜଣେ କେହି ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ, 14 ଭୁବନ 12ଟା ଜାଣନ୍ତି, ଚକ୍ରରେ ଛେଦନ୍ତି ଆରତ। ଯଦି ଏହା ସତ୍ୟ, ତାହେଲେ ନିଶ୍ଚିତ ଭାବରେ ତାଙ୍କ ପ୍ରତି ତୁମେ ଲକ୍ଷ୍ୟ ଟିକେ ରଖିଥିବ। ଲକ୍ଷ୍ୟ ରଖିଥିଲେ ସେ ଲକ୍ଷ୍ୟ ପଥରେ ଭାବୁଥିବ ମୋର କେଉଁଠି ଭୁଲ ହେଇଗଲା କି? ଯଦି ଭୁଲ ହେଇଗଲା ଆଉ ଭୁଲ କରିବିନି, ସାଙ୍ଗେ ସାଙ୍ଗେ ପ୍ରାୟଶ୍ଚିତ ହେଇଗଲା। ମନେ କରନ୍ତୁ ବର୍ତ୍ତମାନ ତୁମେ ଭାବିଲ ମୋର ଗୋଟା ଭୁଲ ହେଇଗଲା, ମୁଁ ଜଣକୁ ଗୋଟେ କଟୁକ୍ତି କଥା କହିଦେଲି, ତା ଆଖିରେ ଲୁହ ବୋହିଲା, ମୋର ଭୁଲ ହେଇଗଲା। ସାଙ୍ଗେ ସାଙ୍ଗେ ପ୍ରତିକାର କର, ସାଙ୍ଗେ ସାଙ୍ଗେ ତାକୁ କୁଣ୍ଢେଇ ପକେଇଲ, ତା ଆଖିରେ ଲୁହ ପୋତିଦେଲ ଏବଂ କହିଦିଅ ମୁଁ ଗୁଡ଼ା କଉକୁ କହିଦେଲି, ତୁ କିଛି ମନରେ ଭାବିବୁ ବୋଲି। ସେ ବି ତୁମକୁ କୁଣ୍ଢେଇ ଧଇଲା, ଆଲିଙ୍ଗନ କଲା, ସେଇ ପ୍ରତିକାର ହେଇଗଲା। ତମେ କହିବ ହଉ ଦେଖିବା ଯିବା, ଏଇ ହେଉଛି ଅପରାଧର ଖଣି। ତେଣୁ ଈଶ୍ୱର ଲି, ଲ ହେଉଛି ଲୟ, ଜୀବନର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ, ଲକ୍ଷ୍ୟ ସାଧନ କରିବା ପାଇଁ ସେଇ ଈଶ୍ୱରଙ୍କର କୃପାକୁ ଗୁରୁ କୃପା, ଗୁରୁ ହେଉଛନ୍ତି ଈଶ୍ୱର, ପ୍ରତ୍ୟକ୍ଷ ଈଶ୍ୱର ହେଉଛନ୍ତି ଗୁରୁ। ଗୁରୁଙ୍କୁ ନ ମଣିବ ନର, ଗୁରୁଟି ସାକ୍ଷାତ ଈଶ୍ୱର। ତେଣୁ ଏଇଭଳି ଭାବରେ ସେଇ ଈଶ୍ୱରଙ୍କ ପାଦରେ ବା ଗୁରୁଙ୍କ ପାଦରେ, ଈଶ୍ୱରଙ୍କ ପାଦ ତୁମେ ଦେଖିନା, ଯଦି ଦେଖିଥିବ ଭଲ, ତୁମେ ନ ଦେଖିଥିଲେ ଯଦି ଗୁରୁ ଅଛନ୍ତି ତାହେଲେ ଗୁରୁଙ୍କ ପଦାରବିନ୍ଦକୁ ସ୍ମରଣ କରି ଜୀବନର ସବୁ କିଛି ସମର୍ପଣ କରି ଶିଖ ଏବଂ ଭାବିନିଅ ସେଇ ଗୁରୁ ବା ସେଇ ଈଶ୍ୱର, ଈଶ୍ୱର ସର୍ବଭୂତାନାଂ ହୃଦୟେଶ୍ୱର୍ଜୁନ ତିଷ୍ଠତି। ମୁଁ ଅନେକ ମନ୍ଦିରକୁ ଯାଏ, ଠାକୁର ମୂର୍ତ୍ତିମାନଙ୍କୁ ଦେଖିବା ପାଇଁ ମୁଁ ଭାରି ବ୍ୟାକୁଳ ହୁଏ। କେଉଁ ମସିହା ଫସିହା ମୋର ମନେ ପଡ଼େନି। ଗୋଟିଏ ମସିହାରେ ଚୌଧୁରୀ ବାବୁ ବୋଲି ଜଣେ ବ୍ୟାଙ୍କ ମ୍ୟାନେଜର ଥିଲେ। ବରଗଡ଼ରେ ତାଙ୍କରି ଗେଷ୍ଟ ହାଉସ୍ରେ ମୁଁ ରହି, ଆମ ବରଗଡ଼ ଜିଲ୍ଲା। ଖରାବେଳେ ମୁଁ ତ ବହୁତ ବୁଲେ, ମାନେ ବୁଲେ କ'ଣ ଏମିତି ଟିକେ ଯାଏ ଆଉ, ଅମୁକ ତୀର୍ଥକୁ ଯିବି, ଅମୁକ ପାପ ଛଡ଼େଇବି, ଅମୁକ କଥା କରି। କିନ୍ତୁ ସେଦିନ କିନ୍ତୁ ମହତ୍ ବାଣୀ ଆସିଥିଲା ସ୍ୱପ୍ନରେ
ଈଶ୍ୱର ଗୀତାର ସେଇ ବାଣୀ, ଈଶ୍ୱର ସର୍ବଭୂତାନାଂ। ଆରେ ତୁ ଖୋଜୁଛୁ କାହାକୁ? ସବୁ ଭିତରେ ସେ ଅଛନ୍ତି। ତାପରେ କହିଥିଲେ ହୃଦୟ ସର୍ଜୁନ ତିଷ୍ଠତି, ହୃଦୟ ଭିତରେ ସେ ଅଛନ୍ତି। ସେଇଦିନ ଠାରୁ ମୁଁ ସମସ୍ତଙ୍କୁ ହାତ ଯୋଡ଼ି କହେ, ମୋତେ ଯେ ଡାକନ୍ତି ଫଙ୍କସନ୍ ମାନଙ୍କୁ ବିଭିନ୍ନ ଉତ୍ସବରେ, ବାବୁ ସବୁ କରିବ, ମୋତେ ମଞ୍ଚଟି ଦେଖେଇଦେବ, ମୁଁ ମଞ୍ଚରେ ବସିକି ବିପଦ କହିବି ଆସେ। ସେ ମଞ୍ଚରେ ବସିକିରି ମୁଁ ଠାକୁରଙ୍କ ସ୍ମରଣ କରେ। ଆଉ ଏଠି ସେ ଗୌରୀ ଅଛନ୍ତି, ସେଠି ସେ ଅମୁକ ଅଛନ୍ତି, ମୋତେ ଏତେ କଥା ବୁଲେଇ ପାରି ମୋ ଝିଅ ମୁଣ୍ଡ କ'ଣ ହେଇଯିବ, ମୁଁ ପାରିବିନି। କେବଳ ଜଗନ୍ନାଥଙ୍କ ଦର୍ଶନକୁ ମୁଁ ବଡ଼ ମନେ କରେ, କିନ୍ତୁ ଅନେକ ଦିନ ହେଲା ଯାଇପାରିନି, ଯିବି ନିଶ୍ଚୟ। କିନ୍ତୁ ଏତଦ୍ ଭିନ୍ନ ମୁଁ ଅନେକ ତୀର୍ଥ ବୁଲିଛି ସେ ଆଗରୁ, ଏବେ ସେଇ ତୀର୍ଥକୁ ଯାଉଛି, କିନ୍ତୁ ମୁଁ କୌଣସି ଦର୍ଶନ ଉଦ୍ଦେଶ୍ୟରେ, ପାପ ଛଡ଼େଇବା ଉଦ୍ଦେଶ୍ୟରେ, ମୁକ୍ତି ପାଇବା ଉଦ୍ଦେଶ୍ୟରେ ମୁଁ ଯାଏନି। ମୋର ସମସ୍ତ ତୀର୍ଥ ଏଇ ହୃଦୟ ଆକାଶରେ ଅଛନ୍ତି। ଇଏ ହେଉଛି ଏକ ସୁନ୍ଦର ଆକାଶ, ଇଏ ହେଉଛି ଏକ ସୁନ୍ଦର ଶୂନ୍ୟ, ଯେଉଁ ଶୂନ୍ୟ ଭିତରେ ଅଛନ୍ତି ଈଶ୍ୱର। ତେଣୁ କାଳୀ ତତ୍ତ୍ୱଟି କେତେ ମହାନ, ଆଉ କିଛି ନାହିଁ। କାରିଗର ଡାକି ଆଣିଲ, କାଳୀ ମୂର୍ତ୍ତି ତିଆରି କରିଦେଲ, ଆଉ ସିଏ ସବୁ କ'ଣ କଲେ ନା କାଳୀକି ଶୁଆଇ ଦେଇକିରି ତା ଉପରେ, ନା କାଳୀକି ଶୁଆଇ ଶିବଙ୍କୁ ଶୁଆଇ ଦେଇ ଶିବଙ୍କ ଉପରେ କାଳୀଙ୍କର ପାଦକୁ ରଖିଦେଲେ। ସବୁ ଲୋକ କହିଲେ ଯାହା ବଢ଼ିଆ ମୂର୍ତ୍ତି ହେଇଛି। ଆଉ କେଉଁଠି ଶିବ, ହଁ କେଉଁଠି ଶିବଙ୍କ ଉପରେ କାଳୀଙ୍କ ପାଦ, କେଉଁଠି କାଳୀଙ୍କ ଉପରେ ଶିବଙ୍କ ପାଦ। ମୁଁ ମୋର ନିଜ ନିକଟସ୍ଥ ଗୋଟେ ଗ୍ରାମରେ ହୁଏ, ମୋତେ ଡାକନ୍ତି, ନଗଲେ କହିବେ ବାବା ଆଉ ପସନ୍ଦ ଲୋକଙ୍କୁ ପସନ୍ଦ କରୁନାହାନ୍ତି। ତେଣୁ ମୁଁ ଟିକେ ରକ୍ଷା ପାଇ ବୋଲି ଯାଏ। ମୁଁ ଥରେ କହିଲି, ସତ୍ୟ ଶିବ ସୁନ୍ଦର ଶୋଇଥିବେ, ତାଙ୍କ ଉପରେ ମା କାଳୀଙ୍କର ପାଦ ପଡ଼ିଥିବ। ଏଭଳି ମୂର୍ତ୍ତି ପୂଜାକୁ ମୋତେ କେବେ ବି ଡାକିବ ନାହିଁ। ଦେଖିବ, ଡାକିଲେ ବି ମୁଁ ଯିବିନି। ଆଉ ଯଦି ଯିବି ସେ ମୂର୍ତ୍ତିକି ଚାହିଁବିନି। ଆଉ କାଳୀଙ୍କ ବିଷୟରେ କହିବି, ଶିବଙ୍କ ବିଷୟରେ କହିବି, ଯେତିକି ଆମକୁ ଜଣା, ଯେତିକି ଜଣା ଅଛି ସେତିକି ଶୁଣିବା ପାଇଁ ମଧ୍ୟ ଲୋକମାନଙ୍କର ଧୈର୍ଯ୍ୟ ନାହିଁ। ଆଉ ତାଙ୍କ କଥା କିଏ ବର୍ଣ୍ଣନା କରିବ? ଅସିତ ଗିରି ସମାସା କଜ୍ଜ ସିନ୍ଧୁ ପାତ୍ରୀ। ତେଣୁ ସଜ୍ଜନ, ସେଇ ମହାକାଳୀ ଆମ ବିଶ୍ୱର ଶାନ୍ତି ପାଇଁ, ବିଶ୍ୱର ରକ୍ତପାତରୁ ବିଶ୍ୱକୁ ରକ୍ଷା କରନ୍ତୁ, ଏତିକି ପ୍ରାର୍ଥନା କରି ଆଜିର କଥାକୁ ଏଇଠି ବିଶ୍ରାମ ଦେଉଛି। ମହାଲକ୍ଷ୍ମୀ, ମହାସରସ୍ୱତୀ, ମହାକାଳୀ, ମହାମାୟୀ ଦୁର୍ଗେ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହାକାଳୀ, ମହାମାୟୀ, ଶକ୍ତିମୟୀ ମା, କୃପାମୟୀ, ଦୟାମୟୀ ମା, ଅନନ୍ତମୟୀ, ଶ୍ରୀମୟୀ ମା, କୃପାମୟୀ, দয়াময়ী মা অনন্তময়ী, মহালক্ষ্মী, মহাসরস্বতী, মহাকালী, মহামায়ী, মহালক্ষ্মী, মহাসরস্বতী, মহাকালী, মা 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 মা
মা ওম শান্তি।